ସବୁବେଳେ ଖାଲି ମୁଁ ଚେଷ୍ଟା କଲେ ହେବନି, ତୁମକୁ ବି ଚେଷ୍ଟା କରିବା ପାଇଁ ହେବ। ତୁମକୁ ନିଜକୁ ହିଁ ଚେଷ୍ଟା କରିବା ପାଇଁ ହେବ, ନିଜକୁ ଉଠିକି ଛିଡ଼ା ହେବା ପାଇଁ ହେବ। ତାହେଲେ ତ ଯାଇକି ତୁମେ ସବୁ କାମ କରିପାରିବ। ଏଇ ପଦେ ଦିପଦ କଥା କହିଦେଲେ ମୋ ହଜବେଣ୍ଡ ଆକ୍ଟିଭ୍ ହେଇଯାଆନ୍ତି। ତ କିଛି ଏକ୍ସରସାଇଜ୍ କରିକି ମୋତେ ଦେଖାଇ ଦିଅନ୍ତି ଯେ ହଁ ସେ କରୁଛନ୍ତି, ବହୁତ କଥା ମାନନ୍ତି। ଡକ୍ଟର କହିବା ଅନୁଯାୟୀ যেটা ডক্টর কইଥିଲେ যে ତୁମକୁ ସମ୍ଭାଳିବା ପାଇଁ ହେବ, ଆଗକୁ ପ୍ରିପେୟାର ହେବା ପାଇଁ ହେବ ଯେ ସେ ବହୁତ ହାଇପର ହେବେ। କିନ୍ତୁ ସେଇଟା ହିଁ ଭାବିଲି ଯେ ଯାହା ବି ହେଉ ପରିବେଶ ଏମିତି ଭିତରେ ମୋ ହଜବେଣ୍ଡ ସେତେଟା ରାଗି ଏବେ ବି ନୁହନ୍ତି। ଆମେ ତାଙ୍କୁ ବହୁତ ହସାଏ, କାହିଁକିନା ସେ ରାଗିବା ପାଇଁ ସୁଯୋଗ ପାଆନ୍ତିନି। ଆଉ ଏଇସବୁ ଯେ ଏକ୍ସରସାଇଜ୍ ଦେଖୁଛନ୍ତି, ଏସବୁ ରୂପାଲି ଠିଆ ହେଇଛି ଏମିତି କର ସେମିତି କର ସେମିତି କର, ଆମେ ସମସ୍ତେ ଲାଗି ପଡ଼େ। କେତେବେଳେ ମୋ ଝିଅ ତ କେତେବେଳେ ରୂପାଲି, ତିନି ଜଣ ଆମେ ଲାଗି ପଡ଼ିଥାଉ ତାଙ୍କୁ କହିବା ପାଇଁ ଯେ ତୁମେ କିଛି କର, ତୁମେ ଛିଡ଼ା ହୁଅ, ତୁମକୁ ଉଠିବା ପାଇଁ ହେବ। କେବଳ ଆମେ ଯେ ଏମିତି ସେମିତି କଲେ ହେବ ସେମିତି ନାହିଁ। ତ ସେ ଯାହା ବି ହେଉ ବଡ଼ ଝିଅ ପ୍ରତି ମୁଁ ମୋର ଯାହା ବି କର୍ତ୍ତବ୍ୟ କରିବା କଥା କରେ। ଆଉ ବର୍ତ୍ତମାନ ସୁଯୋଗ ମୋ ହଜବେଣ୍ଡର କାମ ମୋତେ କିଛି କରିବାର ଅଛି, ମାନେ ମୋର ଏଇସବୁ ଦାୟିତ୍ୱ ଅଛି ତାଙ୍କୁ କରିବାର। ସମସ୍ତେ କହନ୍ତି କେମିତି ତୁମେ ଏତେ ପାରୁଛ, ଆମେ ହେଇଥିଲେ ପାରିବୁନି। ନା ନା, ସେମିତି କେବେ କହିବେନି। କାହିଁକି ନା ବର୍ତ୍ତମାନ ମୋ ଆଖି ଆଗରେ ଏଇସବୁ କାମ ଅଛି କରିବାର। ମୋତେ 100 to 100% କାମ ପରଫେକ୍ଟ କରିକି ଦେଖିବା ପାଇଁ ହେବ ମୁଁ ଭାବେ। ନହେଲେ ହୁଏତ ଭବିଷ୍ୟତରେ ଅଫସୋସ କରିବା ପାଇଁ ହେବ ମୋର ଏଇ କାମଟା କରିବାର ଥିଲା, ତାଙ୍କ ପ୍ରତି କାଳେ ଅବହେଳା ହେଇଗଲା କି ମୋର ଏମିତି ମୋ ଲାଇଫରେ ଘଟିଛି। କିଛି ମୁହୂର୍ତ୍ତ ଏମିତି ବିତି ଯାଇଛି, ମୁଁ କିଛି କାମ ଏମିତି କରିଥିଲି, ଅଫସୋସ କରିଥିଲି ଯେ ଏଇଟା ଆକ୍ଚୁଆଲି ମୋର କରିବାର ଥିଲାନି। ସେବେଠାରୁ ମୁଁ ନିଜକୁ ପ୍ରତିଜ୍ଞା କରିଛି ମୋ ଆଖି ସାମ୍ନାରେ ଯାହା ବି କର୍ତ୍ତବ୍ୟ ଆସିବ କରିବା ପାଇଁ ମୁଁ କେବେ ପଛଘୁଞ୍ଚା ଦେବିନି। ମୋର ଏଇଟା କରିବାର ଅଛି, ମୁଁ ତାକୁ କ୍ଲିୟର କରିବି। ଆଉ ବାକି ସବୁ କିଏ ମୁଁ ଯେ ତାଙ୍କର କରୁଛି ସିଏ ମୋର ସେତିକି କରିବେ ସେଇଟା କେବେ ବି ମୁଁ ଆଶା ରଖିନି। ମୁଁ ଭଗବାନଙ୍କ ଉପରେ ମୋର ମାନେ କାମ କରିକି ଛାଡ଼ିଦିଏ। କାହିଁକିନା ମୋତେ ମୋ ହଜବେଣ୍ଡ, ମୁଁ ଭାବେ ଯେ ମୋ ଲାଇଫରେ ସେ ହେଉଛନ୍ତି ବେଷ୍ଟ। କାହିଁକିନା ସିଏ ଟିକେ ବି ମୋ ପ୍ରତି କେବେ ବି ଅବହେଳା କରିନଥିଲେ। ଆଉ ମୁଁ ମୋର ଯେ ସୁଯୋଗଟା ମିଳିଛି ମୁଁ କେବେ ବି ତାଙ୍କ ପ୍ରତି ଟିକେ ବି ଅବହେଳା କରିବିନି। ଏଇଟା ହିଁ ଭାବେ। ବହୁତ ପ୍ରୋବ୍ଲେମ୍ ଆସେ, ବହୁତ ପ୍ରୋବ୍ଲେମ୍ ଯାହା ବି ଦେଖାଏ, ଯେତେ ବି ସିଚୁଏସନ୍ ଭିତରେ ପ୍ରୋବ୍ଲେମ୍ ହେଲେ ବି ମୁଁ ଯେ ସେଇ ସବୁ କାମ କରିକି ସେଇ ସବୁ ରାଗଟା ଅନ୍ୟମାନଙ୍କ ଉପରେ ପ୍ରୟୋଗ କରିବି ସେଇଟା କେବେ ବି ଆଜି ପର୍ଯ୍ୟନ୍ତ କରିନାହିଁ। ମୁଁ କୁଲ୍ ହେଇଯାଏ, ମୋତେ କରିବାର ଅଛି ସେ ଯାହା ବି କାମ ହେଉନା କାହିଁକି। ତ ଯାହା ବି ଭଗବାନଙ୍କ ପାଖରେ ସବୁଟା ହିଁ ଛାଡ଼ି ଦେଇଛି, ଯାହା ହେବ ଆଗକୁ ଦେଖାଯିବ।